প্রিয় দর্শক বন্ধু, পবিত্র কামদা একাদশীর অনেক অনেক শুভেচ্ছা এবং অভিনন্দন জনাଉଛି ମୁଁ ପଣ୍ଡିତ ଯୋଗେଶ୍ୱର ଦାସ। ନମସ୍କାର, ଜୟ ଜଗନ୍ନାଥ। ପ୍ରିୟ ଦର୍ଶକ ବନ୍ଧୁ, ଆଜିର ଏହି ଭିଡ଼ିଓ ମାଧ୍ୟମରେ ଆସନ୍ତୁ ଜାଣିବା କେତେ ତାରିଖ ଦିନ ପାଳନ କରାଯିବ କାମଦା ଏକାଦଶୀ। 2025 ମସିହାର କାମଦା ଏକାଦଶୀ କେତେ ତାରିଖ ଦିନ ପାଳନ କରାଯିବ ଆସନ୍ତୁ ଜାଣିବା ଆଜିର ଏହି ଭିଡ଼ିଓ ମାଧ୍ୟମରେ। ଏହା ସହିତ କାମଦା ଏକାଦଶୀ ଦିନର ଶୁଭ ସମୟ, ପଞ୍ଚାଙ୍ଗ, ରାହୁକାଳ, ଯୋଗିନୀ, ଘାତଚନ୍ଦ୍ର, ପୁଷ୍କର ଦୋଷ ଏବଂ ଘାତ ବାର ବିଷୟରେ ଜାଣିବାକୁ ପାଇବେ ଆଜିର ଏହି ଭିଡ଼ିଓ ମାଧ୍ୟମରେ। ତେବେ ବିଳମ୍ବ ନକରି ଆସନ୍ତୁ ଆରମ୍ଭ କରିନେବା। ପ୍ରଥମେ ଜାଣିନେବା କେତେ ତାରିଖ ଦିନ ପାଳନ କରାଯିବ କାମଦା ଏକାଦଶୀ। ପ୍ରିୟ ଦର୍ଶକ ବନ୍ଧୁ, ଏହି ବର୍ଷ 2025 ମସିହା ଜୁଲାଇ ମାସ 21 ତାରିଖ ସୋମବାର ଦିନ କାମଦା ଏକାଦଶୀ ପର୍ବ ପାଳନ କରାଯିବ। ଏଥର ଆସନ୍ତୁ ଜାଣିନେବା ଆଜି ଦିନର ସମ୍ପୂର୍ଣ୍ଣ ପଞ୍ଚାଙ୍ଗ ବିଷୟରେ। କର୍କଟ ମାସ 6 ଦିନ, ଜୁଲାଇ ମାସ 21 ତାରିଖ, ଆଷାଢ଼ ମାସ 30 ଦିନ, ସୋମବାର। ସୂର୍ଯ୍ୟ ଉଦୟ ସମୟ ପ୍ରାତଃ 5 ଘଣ୍ଟା 19 ମିନିଟ୍ 33 ସେକେଣ୍ଡ ଗତେ ସୂର୍ଯ୍ୟ ଉଦୟ ହେବେ ଏବଂ ସନ୍ଧ୍ୟା 6 ଘଣ୍ଟା 25 ମିନିଟ୍ 57 ସେକେଣ୍ଡ ଗତେ ସୂର୍ଯ୍ୟ ଅସ୍ତ ହେବେ। ତିଥି ଏକାଦଶୀ ଦିବା 9 ଘଣ୍ଟା 39 ମିନିଟ୍ ପର୍ଯ୍ୟନ୍ତ। ନକ୍ଷତ୍ର ରୋହିଣୀ ରାତ୍ରି 9 ଘଣ୍ଟା 7 ମିନିଟ୍ ପର୍ଯ୍ୟନ୍ତ। ଚନ୍ଦ୍ର ବୃଷ ଚନ୍ଦ୍ର 60 ଦଣ୍ଡ ଓହରାତ୍ର ରହିବ। ଘାତ ବାରରେ ରହିଅଛି ମିଥୁନ ରାଶିର ବ୍ୟକ୍ତିମାନଙ୍କ ପାଇଁ ଆଜି ଘାତ ବାର ରହୁଅଛି। ଯୋଗିନୀ ଆଗ୍ନେୟ କୋଣରେ ଦିବା 9 ଘଣ୍ଟା 39 ମିନିଟ୍ ଗତେ ନୈಋତ ଦିଗରେ ଦିବା 9 ଘଣ୍ଟା 39 ମିନିଟ୍ ମଧ୍ୟରେ ଯାତ୍ରା ଶୁଭ ରହୁଥିବା ବେଳେ ଆଗ୍ନେୟ, ପୂର୍ବ ଏବଂ ଐଶାନ୍ୟ କୋଣରେ ଯାତ୍ରା ନିଷେଧ ଅଟେ। ରାହୁକାଳ ଦିବା 7 ଘଣ୍ଟା ଠାରୁ ଦିବା 8 ଘଣ୍ଟା 37 ମିନିଟ୍ ମଧ୍ୟରେ ଆଜିର ରାହୁକାଳ ରହୁଅଛି। ଆଜିର ଶୁଭ କର୍ମରେ ରହିଅଛି ନାମକରଣ, ନିଷ୍କାମନ, ବିଦ୍ୟା ଆରମ୍ଭ, ଦେବତା ଗଠନ ଏବଂ ପ୍ରତିଷ୍ଠା, ଭୂମି ପୂଜା, ପୁରାତନ ଗୃହ ପ୍ରବେଶ ଏବଂ ପ୍ରତିଷ୍ଠା, ଜଳାଶୟ ଆରମ୍ଭ ଏବଂ ପ୍ରତିଷ୍ଠା, ନବାନ୍ନ, କ୍ରୟ ବିକ୍ରୟ, ବାଣିଜ୍ୟ, ନାଟ୍ୟ ଆରମ୍ଭ, ଚଳଚ୍ଚିତ୍ର ଆରମ୍ଭ, ହଳ ପ୍ରବାହ, ବୀଜ ବପନ, ଧାନ୍ୟ ସ୍ଥାପନ, ନୌକା ଆଦି ଜଳଯାନ ନିର୍ମାଣ ଏବଂ ଚାଳନ, ଦୀକ୍ଷା ଗ୍ରହଣ, ଔଷଧକରଣ ଏବଂ ସେବନ ପାଇଁ ଦିନଟି ଶୁଭ ରହୁଥିବା ବେଳେ ରାତ୍ରି ସମୟରେ ଅଶୁଭ ରହୁଅଛି। ତେଣୁ ଯେକୌଣସି କାର୍ଯ୍ୟ କରିବାକୁ ଚାହୁଁଥିଲେ ଏହିସବୁ ମଧ୍ୟରୁ ଦିନ ବେଳା ସମୟରେ କରିନିଅନ୍ତୁ। ଘାତଚନ୍ଦ୍ର ବିଛା ରାଶିର ପୁରୁଷମାନଙ୍କ ପାଇଁ ଘାତଚନ୍ଦ୍ର ରହୁଅଛି। ପୁଷ୍କର ଦୋଷରେ ରହିଅଛି ମୃତେ ଦିବା 9 ଘଣ୍ଟା 39 ମିନିଟ୍ ମଧ୍ୟରେ ଏକ ପାଦ ପୁଷ୍କର ଦୋଷ ରହିବ। ଫଳରେ ଗୋପଶୁ ନାଶ ହୋଇଥାଏ। ପ୍ରତିକାର ସ୍ୱରୂପ ଅନ୍ନ ଦାନ କରିପାରିବେ। ଆଜିର ନିଷିଦ୍ଧ ଖାଦ୍ୟରେ ରହିଅଛି ଶିମ୍ବ ଖାଆନ୍ତୁ ନାହିଁ। ଦିବା 9 ଘଣ୍ଟା 39 ମିନିଟ୍ ଗତେ ପୋଇ ଶାଗ ଖାଆନ୍ତୁ ନାହିଁ। ଏହା ସହିତ ଏକାଦଶୀ ପର୍ବ ପାଳନ ହେତୁ ମାଛ, ମାଂସ, ଆମିଷ ଜାତୀୟ ଦ୍ରବ୍ୟ ଭୋଜନ କରନ୍ତୁ ନାହିଁ। ପ୍ରିୟ ଦର୍ଶକ ବନ୍ଧୁ, ଏଥର ଆସନ୍ତୁ ଜାଣିନେବା ଆଜି ଦିନର ଶୁଭ ସମୟ ବିଷୟରେ। ଆଜିର ଅମୃତ ବେଳାରେ ରହିଅଛି ଦିବା 7 ଘଣ୍ଟା 6 ମିନିଟ୍ ମଧ୍ୟରେ, ଦିବା 10 ଘଣ୍ଟା 35 ମିନିଟ୍ ଗତେ, ଦିବା 1 ଘଣ୍ଟା 11 ମିନିଟ୍ ମଧ୍ୟରେ, ଦିବା 3 ଘଣ୍ଟା 47 ମିନିଟ୍ ଗତେ, ସନ୍ଧ୍ୟା 5 ଘଣ୍ଟା 31 ମିନିଟ୍ ମଧ୍ୟରେ, ରାତ୍ରି 9 ଘଣ୍ଟା 19 ମିନିଟ୍ ଗତେ, ରାତ୍ରି 10 ଘଣ୍ଟା 3 ମିନିଟ୍ ମଧ୍ୟରେ, ରାତ୍ରି 12 ଘଣ୍ଟା 59 ମିନିଟ୍ ଗତେ, ରାତ୍ରି 2 ଘଣ୍ଟା 27 ମିନିଟ୍ ମଧ୍ୟରେ ଆଜିର ଅମୃତ ବେଳା ରହିବ।
ମହେନ୍ଦ୍ର ବେଳାରେ ରହିଅଛି ରାତ୍ରି 7 ଘଣ୍ଟା 52 ମିନିଟ୍ ଗତେ ଏବଂ ରାତ୍ରି 9 ଘଣ୍ଟା 19 ମିନିଟ୍ ମଧ୍ୟରେ ଆଜିର ମହେନ୍ଦ୍ର ବେଳା ରହୁଅଛି। ପ୍ରିୟ ଦର୍ଶକ ବନ୍ଧୁ, ଆଜିର ଏହି ଭିଡ଼ିଓ ମାଧ୍ୟମରେ ଜାଣିବାକୁ ପାଇଲେ 2025 ମସିହାର କେତେ ତାରିଖ ଦିନ ପାଳନ କରାଯିବ କାମଦା ଏକାଦଶୀ ଏବଂ କାମଦା ଏକାଦଶୀ ଦିନର ସମ୍ପୂର୍ଣ୍ଣ ବିବରଣୀ ବିଷୟରେ ଜାଣିବାକୁ ପାଇଲେ। ତେବେ ଆଜିର ଏହି ଭିଡ଼ିଓକୁ ଏଇଠି ରଖି ଆପଣଙ୍କ ଠାରୁ ବିଦାୟ ନେଉଅଛି। ଜୟ ଜଗନ୍ନାଥ।